ଚାଷ କାର୍ଯ୍ୟରେ ବ୍ୟସ୍ତ ଚାଷୀ ଭାଇ। ଏଇ କେତେ ଦିନ ହେଲା କେନ୍ଦୁଝର ଜିଲ୍ଲାରେ ଲାଗି ରହିଛି ବର୍ଷା। ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ କୂଳ ହତାଶ ହୋଇ ବସିଥିଲେ। ଚାଷ କାର୍ଯ୍ୟର ସମୟ ଆସିଯାଇଥିବା ଯୋଗୁଁ ଚାଷୀ ଭାଇ ଧାନ ଚାଷ ପାଇଁ ପ୍ରସ୍ତୁତ ହୋଇଥିଲେ। କିନ୍ତୁ ସ୍ୱଳ୍ପ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ଚାଷର ସେମିତି କିଛି ଅଗ୍ରଗତି ହୋଇନଥିଲା। ମେଘାଚ୍ଛନ୍ନ ଆକାଶରେ ବାଦଲ ଫଟା ବର୍ଷା ହୋଇନଥିଲେ ମଧ୍ୟ କେତେ ଦିନ ଧରି ଲଗାତାର ବର୍ଷା ହେବା ଯୋଗୁଁ ଚାଷୀ ଭାଇଙ୍କ ମନରେ ଖୁସିର ଝଲକ ଦେଖିବାକୁ ମିଳିଛି। ଟାଇଁ ଟାଇଁ ଖରା ମାରି ବିଲବାଡ଼ି ଶୁଖିଲା କରି ଦେଇଥିବା ବେଳେ ଏହି ଲଗାତାର ବର୍ଷା ଚାଷ କାର୍ଯ୍ୟର ବହୁତ ଉପକାର କରିଛି। ଚାଷୀ ଭାଇ ଏବେ ବିଲ ଖମାରରେ। ଶୁଷ୍କ ହୋଇ ପଡ଼ିଥିବା ବିଲ ଖମାର ବର୍ଷା ପାଣି ପାଇ ଏବେ ଅଦା ସରସର ହୋଇଯାଇଛି, ଯାହାକି ଚାଷ କାର୍ଯ୍ୟକୁ ସହାୟ ହୋଇପାରିବ। ତେଣୁ କାଳ ବିଳମ୍ବ ନ କରି ଚାଷୀ ଧାନ ତଳି ରୋଇବାରେ ବ୍ୟସ୍ତ ଅଛନ୍ତି। ଚାଷ ତର ବଣିଜ ମଠ ପରି ସମସ୍ତ କାମ ଛାଡ଼ି ଏବେ ଚାଷୀ ଭାଇ ଲାଗି ପଡ଼ିଛନ୍ତି ଧାନ ଚାଷ କାର୍ଯ୍ୟରେ। ସବୁଜ ରଙ୍ଗର ପରିବେଶ, ସୂକ୍ଷ୍ମ ଘାସ ଗାଲିଚା ପରି ସଜେଇ ହୋଇ ରହିଛି ଚାଷ ଜମି। ଯେଉଁଆଡ଼େ ଚାହିଁବ କେବଳ ସବୁଜ ରଙ୍ଗର ପରିବେଶ। ଖୁସିରେ ଆତ୍ମହରା ହୋଇ ଚାଷୀ ଚାଷ କାମରେ ବ୍ୟସ୍ତ। ଆଜିକାଲିର ବର୍ଷା ଆଜି ହେଲେ କାଲିକି ନାହିଁ। ତେଣୁ ଯଥାଶୀଘ୍ର ତଳିରୁଆ କାମ ସାରିଦେଲେ ଚାଷୀ ଭାଇ ଚାଷ କାର୍ଯ୍ୟକୁ ଆଗକୁ ବଢ଼ାଇବ। ସେଥିପାଇଁ ଚାଷ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି ଚାଷୀ ଭାଇ। ପାଟଣାରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।